ମୋ ନାଁ ଶାନ୍ତଭୂଷଣ ମିଶ୍ର। ଆମେ ଆସିଥିଲୁ କୁଶମାଲ ଜିପି। ଘଟଣାଟା ଏଇଆ ଯେ ଆମର ମାନେ ମେଘା ମଣ୍ଡଳରେ ଆମର ଯେନ୍ ପିଲାମାନେ ଡ୍ୟୁଟି କରୁଥିଲେ, ନାଇଟ୍ ପେଟ୍ରୋଲିଂ ଡ୍ୟୁଟି କରୁଥିଲେ, ତାହାଙ୍କୁ ରାତିରେ ରୋବରି କରିକିରି ମାନେ ମୋବାଇଲ ଛଡ଼େଇ ନେଇଛନ୍ ଆଉ ଉକ୍ତ ମାନେ ମାରିଦେବାର୍ ଲାଗି ଧମକ ବି ଦେଇଛନ୍। ସେଟା ଫଟାପାଲର ଗୋଟେ ବାରିକ ବୋଲିକିରି ଜଣା ପଡୁଛି। ଆଉ ଗୋଟେ କି ମାନେ ପ୍ରଶାସନିକ ଆମର ପୋଲିସ ମାନେ ଷ୍ଟାଫ ମାନେ ତନାଗନାରେ ତାଙ୍କର ଚାଲିଛି। କାଲି ରାତି ମାନେ 1:50 ରୁ 2:10 ଭିତରେ ଘଟଣା ଏଇଟା। ଆଉ ମାନେ ସେମାନେ ତାଙ୍କୁ ବହୁତ ଧମକ ଦେଇଛନ୍। ଧମକ ଦେଲା ପରେ ଯେତେବେଳେ କାଜ ବୋତଲ ବି ପାଖେ ଥିଲା, ଗୋଟେ କିରାନା ଷ୍ଟୋର ଥିଲା, ସିସିଟିଭି ଫୁଟେଜ ବି ଲାଗିଥିଲା, ସେଟା ବି ସେମାନେ ଭାଙ୍ଗି ଦେଇଛନ୍। ଆଉ ଇମାନଙ୍କର ମୋବାଇଲ ବି ମାନେ ଲୁଟି ନେଇଛନ୍। ଦୁଇ ଜଣଙ୍କର 2 ମୋବାଇଲ ଲୁଟି ନେଇଛନ୍। ହଁ ମାଡ଼ ବି ହେଇଛି ଫୁଟେଜରେ, ସବୁ ସିସିଟିଭି ଫୁଟେଜରେ ଅଲରେଡି ଅଛି ବି। ଆଉ ସେଟା ବି ଆଗକେ ମାନେ ସେଟା ବି ପ୍ରଡ୍ୟୁସ କରମୁ। ବହୁତ କିଛି ଦିନ ଆଗରୁ ଏନ୍ତା ଜିନିଷ ମାନେ ହଉଥିଲା, ମାନେ ରିସେଣ୍ଟଲି ଘଟଣା ମାନେ ନେଇ ହେଇଛି। ଏଇଟା ପହଲା ଫାଷ୍ଟ ହେଲା ଯେନ୍ଟା କି ଯେନ୍ ଗାଁର ମାନେ ଯୁଗବାର ଲାଗି ଯାଇଥିଲେ, ସେ ଗାଁର ହିଁ ଜଣେ ରୋବରି କରିଛି। ମାନେ ଗୋଟେ ଦୁଃଖଦର ଘଟଣା ଏଟା ହେଇଯାଇଛି। ତାର ଘର ମାନେ ପରିସ୍ଥିତି ବି ଖରାପ ମାନେ କାଣା କୁହାଯିବା, ତାର ୱାଇଫ ଟା ପ୍ରେଗନେନ୍ସି ଅଛି, ଫିର ବି ସେ ମାନେ ତାର ସେ ଡକାଇତି ଉପରକେ ଯାଉଛି। ଏଇଟା ଗୋଟେ ବହୁତ ଦୁଃଖଦର କଥା। ତାକେ ବହୁତ ଆଗରୁ ବି 2 ଥର ସେନ୍ତା କରିଥିଲା ଗାଁରେ। ଆମେ କେନ୍ତା ଜାଣିବା ରାତିରେ କାଣା କରିଥିଲା କାଣା ନାହିଁ, ସେଟା ତ ଆମେ ନାଇଁ ଜାଣି। ମୁଁ ତ ସେ ଜାଗାରେ ଉପସ୍ଥିତ ନାଇଁ ଥାଇ। ଯେତେବେଳେ ମୁଁ ଉପସ୍ଥିତ ଥିଲି, ରହିଲି ବୋଲି, ଯେତେବେଳେ ଆମର ପୁଲିସ ପ୍ରଶାସନ ଚନ୍ଦନବାଟି ଫାଣ୍ଡିଆ ପ୍ରଧାନ ସାର୍ ଆମକୁ ବହୁତ କୋଅପରେଟ କରିକିରି ବହୁତ ମାନେ ସହଯୋଗ କଲେ। ଆଉ ସକାଳୁ ହିଁ ତାହାକେ ଆରେଷ୍ଟ କରାହେଲା। ଆମେ ନ୍ୟାୟ ଦାବି କରୁଛୁ ଯେ ଯେନ୍ ଭୁଲ କରିଛନ୍ ସେମାନେ ଦଣ୍ଡ ଯେନ୍ଟା ପାଇବାର ଅଧିକାର ମାନେ ସେମାନେ ପାଇବାର ଲାଗି ଆମେ ଦାବି କରୁଛୁ। ପ୍ରଶାସନ କେ ମାନେ ଏଇଟା ବିନମ୍ର ଅନୁରୋଧ କରୁଛୁ ଯେ ଆଗକେ ଇ ଘଟଣା ମାନେ ଯେନ୍ତା ଏ ସମସ୍ୟାର ସମ୍ମୁଖୀନ ନି ହଉ। ଆଜି ଆମେ ଅଛୁ ସାହସର ସହିତ ପଳେଇ ଆସୁନୁ, ଫିର ବି କାଲକେ ସେମାନେ ବାହାରିଲା ପରେ କିଛି ଧମକି ନେଇ ଦେବେ କି କିଛି ମାନେ ଜୀବନ ଉପରେ ଏଇଟା ନି କରିବେ, ଆମର ବିପଦ ନେଇ ଆସବା, ଏଟାର କିଛି ମାନେ ନାଇଁ। ମାନେ ସେଥିର ଲାଗି ଆମେ ପ୍ରଶାସନ ଉପରେ ଆମେ ଅନୁରୋଧ କରୁଛୁ। ବର୍ଷା ବି ଅଛେ, ଏ ଆମର ଚନ୍ଦନବାଟି ଫାଣ୍ଡି ଆମର ଅଣ୍ଡର ଯେନ୍ ଯାଉଛେ, ପ୍ରଧାନ ସାର୍ ବହୁତ କୋଅପରେଟ କରିକିରି ମାନେ ଆରେଷ୍ଟ କରିଛନ୍ ନେଇଛନ୍। ଫଟାବାଲ ଠାନେ ଆମେ ସିକ୍ୟୁରିଟି ଗାର୍ड ଭାବେ କାମ କରୁଥିଲା ଟାଇମରେ 2 ଜଣ ପିଲା ଆସି ଆମକେ ମାରଣାତ୍ମକ ଧମକ ଦେଇ ମୋବାଇଲ ଲୁଟି ନେଇ ଫେରାର ମାରିଦେଲେ ଆମ ଠାରୁ। 1:50 ରୁ 2:10 ଭିତରେ। ହଁ ଡ୍ୟୁଟିରେ ବିପିନ ହାତୀ। ହଁ ଧମକ ଦେଲେ, ପିଟା ମରା କଲେ, ଧମକ ଦେଲେ, ଆଉ ମୋବାଇଲ ଲୁଟି ନେଇକି ପଳେଇ ଗଲେ। ନାଇଁ ଆମେ ହେତେ ଜାଣିନି ସେମାନେ କାଣା କରିଛନ୍ କାଣା ନି, ଆମେ ହେତକି ଜାଣିନି ପାରି। ପଛ ପଟରେ ହେଇଛି, ଆଖି ପାଖରେ ହେଇଛି। ଆମେ ଉଚିତ ନ୍ୟାୟ ଦାବି ଚାହୁଁଛୁ, ଯେନ୍ତା କି ଆମକେ ଆଗକେ ଏନ୍ତା ଝଗड़ा ଝୁଗड़ी ନି ହେବା, ଆରୁ ଯେନ୍ତା ତାର ମାନେ ଭଲସେ ଆମେ ଯାଇ ଆସି ପାରମୁ ବୋଲି ଭାବୁଛୁ ଆମେ। ନାଇଁ ଆମେ ସେନ୍ତା ତ ଦେଖିନି, ସେମାନେ ପିଟା ମରା କଲେ ଆରୁ କାଁଚ ବୋତଲରେ ମାରିଦେମୁ ବୋଲି ଧମକ ଦେଲେ। କାଁଚ ବୋତଲ ମଦ ବୋତଲ ନାଇଁ, ଆମର ଥଣ୍ଡା ବୋତଲ। କାଁଚ ବୋତଲ ମାରିଦେବାକେ ଧମକି ଦେଲେ। ପୋଲିସ ଯଦି ଉଚିତ ପଦକ୍ଷେପ ନି ନେଲା ବେଲେ ଆମେ କାଣା କରିପାରମୁ। ଆମେ ଉଚିତ ନ୍ୟାୟ ଦାବି ଚାହୁଁଛୁ, ଯେନ୍ତା କି ତାର ମାନେ ଆଗକେ ଘଟଣା ଗୁଡାକ ନି ହେବା।